অভয়বাণী অভয়বাণী অভয়বাণী। ଜୟଗୁରୁ ଜୟଗୁରୁ ଜୟଗୁରୁ। ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ର ଭାଙ୍ଗ ଜଗନ୍ନାଥାୟ ତେ ନମଃ। ପବିତ୍ର ଶ୍ରୀଗୁଣ୍ଡିଚା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଅଭୟବାଣୀର ଅଭୟ ଉତ୍ସନା କାର୍ଯ୍ୟକ୍ରମର ସମସ୍ତ ଶ୍ରୋତାବୃନ୍ଦ, ସମସ୍ତ ଗୁରୁ ଭାଇ ଓ ଜଗଜନନୀ ଅଂଶ ସମ୍ଭୂତା ସମଗ୍ର ବିଶ୍ୱର ମାତୃମଣ୍ଡଳୀକୁ ମଧ୍ୟ ଆମେ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛୁ। ସମସ୍ତେ ଆମେ ଅବଗାହନ କରୁଛେ ଯେ ଆଜି ପବିତ୍ର ରଥଯାତ୍ରା। ଏ ରଥଯାତ୍ରା ଉପଲକ୍ଷେ ପୃଥିବୀ ପୃଷ୍ଠର କୋଣ ଅନୁକୋଣରୁ ବହୁ ଭକ୍ତମାନଙ୍କ ସମାଗମ ହୋଇଛି। ଏହି ନୀଳାଚଳ ଧାମରେ ଗୁରୁ ବ୍ରହ୍ମ ଆଉ ଦାରୁ ବ୍ରହ୍ମଙ୍କର ମହାମିଳନର ସ୍ଥଳ ଏହି ନୀଳାଚଳ କ୍ଷେତ୍ର। ଏଇଠି ଶ୍ରୀ ଶ୍ରୀ ଠାକୁର ମହାରାଜ ଦୀର୍ଘ ଦିନ ଧରି ତାଙ୍କର ଲୀଳା କରିଥିଲେ। ସେ ମଧ୍ୟ ସୂକ୍ଷ୍ମରେ ପତିତପାବନ ଦର୍ଶନ କରି ତାଙ୍କର ସୂକ୍ଷ୍ମ ଲୀଳା ବିତରଣ କରିଯାଇଛନ୍ତି। ତେଣୁ ଆଜିର ଏହି ପବିତ୍ର ଅବସରରେ ଆମର ଅଭୟବାଣୀର ଅଭୟମୂର୍ଚ୍ଛନା କାର୍ଯ୍ୟକ୍ରମ ତରଫରୁ ସମସ୍ତଙ୍କୁ ସ୍ୱାଗତ ଓ ଭବ୍ୟ ଅଭିନନ୍ଦନ ଜ୍ଞାପନ କରୁଛୁ। ଏବେ କିଛି କ୍ଷଣ ପରେ ଦାରୁ ବ୍ରହ୍ମ ସ୍ୱୟଂ ଆସିବେ ଲୀଳା କରିବା ପାଇଁ ଭକ୍ତମାନଙ୍କ ସହ। ନୀଳକନ୍ଦର ଛାଡ଼ି ବଡ଼ଦାଣ୍ଡରେ ତାଙ୍କର ଲୀଳା ସମସ୍ତେ ଦର୍ଶନ କରିବେ। ଆଉ ଇଏ ମଧ୍ୟ ଭାବଭକ୍ତିର କଥା। କିଆର କେତେ ଭାବ, କିଏ କେତେ ଦୂରରୁ ଛୁଟି ଆସି ତାଙ୍କୁ ଦର୍ଶନ କରିବା ପାଇଁ। ସେଇ ଆଜିର ଏହି ପବିତ୍ର ଦିନରେ ଆମେ ସେଇ ଦାରୁ ବ୍ରହ୍ମଙ୍କର ପବିତ୍ର ଯାତ୍ରା, ଆମର ଭକ୍ତ ଭଗବାନଙ୍କର ମିଳନକୁ ଅନୁଭବ କରିବା ସହିତ ଆସନ୍ତୁ ଶ୍ରୀ ଶ୍ରୀ ଗୁରୁ ବ୍ରହ୍ମଙ୍କର ସେଇ ଅଭୟବାଣୀ ଆମେ ସମସ୍ତେ ଶ୍ରବଣ କରିବା। ଜୟଗୁରୁ ଜୟଗୁରୁ ଜୟଗୁରୁ। ଆଜି ଅଭୟବାଣୀର ଅଭୟମୂର୍ଚ୍ଛନା କାର୍ଯ୍ୟକ୍ରମରେ ଆମେ ଅଭୟବାଣୀର ପ୍ରଥମ ଖଣ୍ଡ ଶ୍ରୀହସ୍ତ ଲିଖିତ ବାଣୀ 35 ପାଠ କରିବାକୁ ଯାଉଛୁ। ଚିରକାଳ ଯାହା କହି ଆସିଛି ପୁଣି କହୁଛି, ଯେଉଁମାନେ ମୋତେ ମୋର ବୋଲି ଆତ୍ମସମର୍ପଣ କରି ଶରଣ ନେଇଛନ୍ତି ସେମାନଙ୍କର ମୁକ୍ତି ନ ହେବା ପର୍ଯ୍ୟନ୍ତ ମୁଁ ମଧ୍ୟ ମୁକ୍ତ ହେବି ନାହିଁ। ଏହି ବାଣୀଟି ଠାକୁରର ଚିଠି ଦ୍ୱିତୀୟ ଖଣ୍ଡ 99 ନମ୍ବର ଚିଠି ମାଧ୍ୟମରୁ ଆସିଅଛି। ଏଇ ଠାକୁର ସେଇ ପୁରୀ ନୀଳାଚଳ କୁଟରେ ଥିଲାବେଳେ এই ଚିଠିଟି 10-10-32ରେ ଲେଖିଛନ୍ତି। ଜଣେ ଭକ୍ତଙ୍କର ଚିଠିର ଉତ୍ତରରେ ଠାକୁର ଏହି ଚିଠିଟି ଦେଇଛନ୍ତି। ଠାକୁର ଲେଖିଛନ୍ତି ଏ ଚିଠିରେ ଆମର ଯେଉଁ ବ୍ୟବହାରିକ କାର୍ଯ୍ୟ ଭକ୍ତମାନଙ୍କର, ବିଶେଷ କରି ତାରି ଉପରେ ଠାକୁର ଉତ୍ତରଟା ଦେଇଛନ୍ତି। ତେଣୁ ମୁଁ ଭାବୁଛି ଏ ଯେଉଁ ଭକ୍ତ ଜଣଙ୍କ ଚିଠି ଦେଇଛନ୍ତି ସେ କେତେ ଜଣ ଭକ୍ତ ବା ଭାଇମାନଙ୍କ ବିଷୟରେ କିଛି ମନ୍ତବ୍ୟ ଠାକୁରଙ୍କ କତିକି ଲେଖି ପଠାଇଛନ୍ତି, ଯାହାର ଉତ୍ତରରେ ଠାକୁର ତାଙ୍କୁ ଲେଖିଛନ୍ତି, ତୁମର ଯେଉଁ ପୂର୍ବରୁ ପତ୍ର ପାଉଥିଲି ସେଥିରେ ମୁଁ ତୁମମାନଙ୍କୁ ଯେତିକି ଭଲ ପାଇଅଛି ପତ୍ରରେ ମଧ୍ୟ ତୁମମାନଙ୍କର ସେଇ ଭାବର ପରିଚୟ ଅଛି ପୂର୍ବରୁ, କିନ୍ତୁ ଏବେ ଅକସ୍ମାତ ଏଇ ରିପ୍ଲାଏ ଖଣ୍ଡିକ ପାଇ ବିସ୍ମିତ ଓ ସ୍ତମ୍ଭିତ ହୋଇଥିଲି। ତାମାନେ ସେ ଭକ୍ତ ବା ଭାଇ ଜଣକ ସେ ନିଶ୍ଚିତ ଠାକୁରଙ୍କୁ ଅତ୍ୟନ୍ତ ଭଲ ପାଆନ୍ତି ଆଉ ଠାକୁରଙ୍କର କାର୍ଯ୍ୟଧାରାକୁ ମଧ୍ୟ ଠିକ୍ ଭାବରେ ନିର୍ବାହ କରୁଥିଲେ। ହଠାତ୍ ତାଙ୍କ ଭିତରେ କିଛି ଗୋଟେ ପରିବର୍ତ୍ତନ ହୋଇଛି, ଯେଉଁଟାକି ସେ ଠାକୁର ସେ କଥା ଲେଖିଛନ୍ତି ଯେ ଏଇ ଯେଉଁ ପତ୍ରରେ ପ୍ରାଣର ଅଭିବ୍ୟକ୍ତି ନୁହେଁ, ତାହା ଅବଶ୍ୟ ବୁଝିବାକୁ ଭୁଲ କରିନାହିଁ। ତୁମେ ଏଇ ଯେଉଁ ପତ୍ରରେ ଯେଉଁ ତୁମର ନିଜର ବ୍ୟକ୍ତିତ୍ୱ ଯେଉଁ କଥାଟା ତୁମେ ଲେଖି ପଠାଇବା କଥା ସେ କଥା ନ ଲେଖିକିରି ଏଇ ଅନାବଶ୍ୟକ କଥା କିଛି ଲେଖି ପଠାଇଛ। ଠାକୁର କହୁଛନ୍ତି, କେଉଁ ଶିଷ୍ୟ ମୋର ବିରୋଧରେ ହେଲେ, କିଏ ମୋର ନାମ ନେଲେ ହିଁ ଜଳିଯାଏ, ଏସବୁ କଥା ଲେଖିବାର କିଛି ପ୍ରয়োଜନ ନାହିଁ। ତେଣୁ ବିଶେଷ କରି ଏସବୁ ତା'ର ଅନଧିକାର ଚର୍ଚ୍ଚା। ତେଣୁ ଏଇଟା ଆମେ ସମସ୍ତେ ଭଲ ଭାବରେ ଏଇ କଥାଟା ମନେ ରଖିବା ଆଉ ଅନୁଭବ କରିବା। ଆମେ ଠାକୁରଙ୍କ ଧାରାରେ ଆମ ବାଟରେ ଆମେ ଚାଲିବା। କିଏ କ'ଣ କରୁଛି ନ କରୁଛି, କାହା ବିଷୟରେ ଯେଉଁ ସମାଲୋଚନା, ଏଇ କଥାଟାକୁ ଠାକୁର ମଧ୍ୟ ପସନ୍ଦ କରନ୍ତି ନାହିଁ। ଆଉ ନିଜ ପ୍ରତି ଦୃଷ୍ଟି ରଖ, ପରର ଚର୍ଚ୍ଚା କାହିଁକି, ଠାକୁର ପ୍ରଶ୍ନ କରିଛନ୍ତି। ସିଧାସଳଖ ମନା କରି ନାହାନ୍ତି ଯଦିଓ ସେ
ସିଧା ଏଇ କଥା କହିଛନ୍ତି ଯେ ଏଇଥିରୁ ଆମେ ସମସ୍ତେ ଅନୁଭବ କରିବା। ତେଣୁ ଏଇ କଥାଟା ଉପରେ ଠାକୁର ଏଇ ଯେଉଁ ଚିଠିରେ ଲେଖିଛନ୍ତି, ଏଇ ଯେଉଁ କଥା ଏଇ ଚିଠି ମାଧ୍ୟମରେ ଠାକୁର କହୁଛନ୍ତି, କିଏ କୌଣସି ବିଶେଷ ଅବସ୍ଥା ଲାଭ କରିବ କି ନାହିଁ ଗୋଟିଏ ଦିନରେ ତାହା କ'ଣ ହେଇଯିବ? ତେଣୁ ଜଣେ ଭକ୍ତ ଯଦି ତା ମନ ଭିତରେ କିଛି ଗୋଟେ ପରିବର୍ତ୍ତନ ହେଇଛି, ଗୋଟାଏ ଦିନରେ କିଛି ଗୋଟେ ତାର ଭାବର ପରିବର୍ତ୍ତନ ହେଇଛି, ସେଇଟାକୁ ଏତେ ବ୍ୟତିବ୍ୟସ୍ତ ହେଲେ ଚଳିବ ନାହିଁ, ତାକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ସେ କଥା ଠାକୁର କହିଛନ୍ତି। ତାଙ୍କର ସେ ଭାବନାଟାକୁ ସେ ଲେଖିଛନ୍ତି, ଏପରି ଧୃଷ୍ଟତା ପ୍ରକାଶ କରି ମୋତେ ପତ୍ର ଲେଖିବ କାହିଁକି? ସମଗ୍ର ବଙ୍ଗଳାରେ କୌଣସି ଭକ୍ତର ଦାବି ଅଛି କି? ତେଣୁ ଠାକୁର ଏଥିରେ ଟିକେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ତାଙ୍କର ଯେଉଁ ଚିଠିଟା ପଢ଼ିକିରି। ସେଇଥିପାଇଁ ଠାକୁର କେତେ ଗୁଡ଼ାକ ମାନେ ସିଧାସଳଖ ମାନେ ଆମକୁ ବିରକ୍ତି ଭାବ ପ୍ରକାଶ ନ କରି କେତେ ପ୍ରଶ୍ନବାଚୀ ଠାକୁର କରିଦେଇଛନ୍ତି। ଏଥିରୁ ଅନୁଭବ ହୁଏ ଯେ ଆମେ ସମସ୍ତେ ଏଇ କଥାକୁ ଗ୍ରହଣ କରିବା ଆଉ ଠାକୁରଙ୍କର ଯେଉଁ କଥା କହିଛନ୍ତି ତାକୁ ଆମେ ମାନି ନେଇ ଜୀବନରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବା। ଏଇ ଚିଠିରେ ଠାକୁର କହୁଛନ୍ତି, ଯେତେବେଳେ ତମ ମନ ଭିତରେ ଯାହା ଭାବନା ଆସୁଛି, ଯଦି କୌଣସି କଥା ଶୁଣିଲେ ବା କୌଣସି ଗୁରୁ ଭାଇ ବା ମାଆ ମାନଙ୍କର ବ୍ୟବହାର ସଙ୍ଗରେ ତାଙ୍କର କାର୍ଯ୍ୟକଳାପ ଉପରେ ଆମ ମନରେ ଅସନ୍ତୋଷ ପ୍ରକାଶ ପାଉଛି, ତାକୁ ଆମେ ଠାକୁରଙ୍କୁ ଜଣେଇବା। ଠାକୁର ତା ମନୋଭାବଟା ପରିବର୍ତ୍ତନ ହେଉଛି, କାହିଁକି ଏମିତି ତା ମନୋଭାବ ଆସୁଛି ତାକୁ ଆପଣ ବିଚାର କରନ୍ତୁ, ସେ ଠିକ୍ କରୁଛି କି ଭୁଲ କରୁଛି। ଆଉ ସେଥିପ୍ରତି ଆମର କିଛି ମନ୍ତବ୍ୟ ଦେବା ଟିପ୍ପଣୀ ଦେବାର ଅଧିକାର ଆମର ନାହିଁ। ବିଶେଷ ଭାବରେ ଏଇ କଥା କୁହାହେଉଛି। କିନ୍ତୁ ବ୍ୟବହାରିକ ଜଗତରେ ଆମେ ଦେଖୁଛେ କେତେକ ଜାଗାରେ ଯେ ଆମେ ସେଇ ଜିନିଷଟା ପରିପ୍ରକାଶ ନ କଲେ ସେଟା ମାନେ ତାର ଅତ୍ୟଧିକ ପୁଣି ବଢ଼ି ବଢ଼ି ଯାଉଛି ସେଇ ଘଟଣାଟା। ତେଣୁ ତାର ଉପାୟ ହେଉଛି ତାର ମାନେ ଆମେ ସିଧାସଳଖ ନ କରି ତାକୁ ବିଭିନ୍ନ ମାଧ୍ୟମରେ କେଉଁ ମାଧ୍ୟମରେ କାର୍ଯ୍ୟକାରୀ କଲେ ସେଟାର ଫଳବତୀ ହେବ ସେଇ ବିଷୟରେ ଆମେ ଚିନ୍ତା କରି ଟିକେ ନୀରବ ରହି ବିଚାର କରିକିରି ସେଇ କାର୍ଯ୍ୟଟା ଆମେ କଲେ ଯାଇ ତାର ପରିବର୍ତ୍ତନ ହେବ। ସେ ଯାହା ହେଉ ଆମର ବିଶେଷ ଭାବରେ ଏଥିରୁ ଆମେ ଜାଣିଲେ ଯେ ଆମେ ଠାକୁରଙ୍କୁ ଜଣାଇବା ଯେ ଠାକୁର ଏଇସବୁ ଜିନିଷ ଯେଉଁ ଘଟୁଛି ଏହା ଆପଣଙ୍କ ଜଗତରେ ନ ଘଟୁ, ଆଉ ସମସ୍ତଙ୍କ ମନ ଭିତରେ ପ୍ରେରଣା ଆପଣ ଦିଅନ୍ତୁ। ଯେଉଁମାନେ ଏଇଭଳି କାର୍ଯ୍ୟ କରିବା ପାଇଁ କରି ଯାଉଛନ୍ତି ସଙ୍ଗରେ ସେମାନଙ୍କ ଭିତରେ ପରିବର୍ତ୍ତନ ଆସୁ। କିନ୍ତୁ ଠାକୁର ତାପରେ ବି ଏତେ ଦୟାମୟ, ଏତେ ଦୟାଳୁ, ସେ ଲେଖିଛନ୍ତି ଯେ ତମେମାନେ ଏସବୁ ଯାହା କର ନା କାହିଁକି, କିନ୍ତୁ ମୁଁ ଯାହା କହି ଆସିଛି ଚିରକାଳ ଯାହା କହି ଆସିଛି ପୁଣି କହୁଛି ଯେ ଯିଏ ଯାହା କଲେ ବି ଯେଉଁମାନେ ମୋତେ ମୋର ବୋଲି ଆତ୍ମସମର୍ପଣ କରି ଶରଣ ନେଇଛନ୍ତି ସେମାନଙ୍କର ମୁକ୍ତି ନ ହେବା ପର୍ଯ୍ୟନ୍ତ ମୁଁ ମଧ୍ୟ ମୁକ୍ତ ହେବି ନାହିଁ। ତେଣୁ ସେ ଭୁଲ କାର୍ଯ୍ୟରେ ଗଲେ ବି ସେ କଥା ଠାକୁର କହିଛନ୍ତି ଯେ ତମେ ରାସ୍ତାରେ ବାଁ ପଟରେ ଯିବାର ଅଛି, ତମେ ଡାହାଣ ପଟକୁ ଯାଅ। ତମକୁ ବାଁ ପଟକୁ କେମିତି ଆଣିବାକୁ ହେବ ସେ କଥା ମୋତେ ବେଶ ଭଲ ଭାବରେ ଜଣା, କିନ୍ତୁ ଗୁରୁ କେବେ ପ୍ରତିକୂଳ କୃପା କରନ୍ତି ନାହିଁ। ସେ ସବୁବେଳେ ଆଶୀର୍ବାଦ କରିବାକୁ ଚିନ୍ତା କରନ୍ତି, ଆଶୀର୍ବାଦ ରୂପରେ ବା ଯେମିତି ମଙ୍ଗଳ ଆମର ହେବ, ଆମକୁ କଷ୍ଟ ନ ହେବ ସେଇଭଳି ଭାବରେ ଚିନ୍ତା କରନ୍ତି ଆକୁ ପରିବର୍ତ୍ତନ କରିବା ପାଇଁ। ଯଦି ଅତ୍ୟଧିକ ଅସୁବିଧା ହେଲା, ଯଦି ଆମେ ନ ମାନିଲେ ନ କଲେ ବା ଗୁରୁଙ୍କ କଥାକୁ ଉପେକ୍ଷା କଲେ, ତାହେଲେ ସେ ନିଶ୍ଚୟ ଆମକୁ ପୁଣି ସେଇ କଥା କହୁଛନ୍ତି ଯେ ସମସ୍ତଙ୍କର ମୁକ୍ତି ନ ହେବା ପର୍ଯ୍ୟନ୍ତ ମୁଁ ମଧ୍ୟ ମୁକ୍ତି ହେବି ନାହିଁ। ତେଣୁ ଏଇଟା ଆମର ଗୋଟେ ଉଦାହରଣ ଅଛି, ନିକ ଉପଦେଶରେ ଅଛି ଯେ ସେ ଯେଉଁ ଭକ୍ତ 3 ଜନ୍ମ ପର୍ଯ୍ୟନ୍ତ ତାକୁ ଠାକୁର ଯେଉଁ ଚେଷ୍ଟା କରିଛନ୍ତି ମୁକ୍ତ କରିବା ପାଇଁ। ପ୍ରଥମ ଜନ୍ମରେ ସେ ସଂସାରୀ, ଯେତେବେଳେ ସଂସାର ଭିତରେ ରହିଛନ୍ତି ଅତ୍ୟଧିକ ସଂସାରରେ ବୁଡ଼ିଗଲେ, ତାପରେ ଶେଷ ଅବସ୍ଥାରେ ଯାଇକି କହିଲେ ଗୁରୁ ଯେ ବାବୁରେ ତୋର ସମୟ ସରି ଆସିଲାଣି, ତୁ ଏବେ ଏଇ ସଂସାର ମୋହ ତ୍ୟାଗ କରିକି ଆଶ୍ରମକୁ ପଳେଇଆ। ନା ପ୍ରଭୁ ମୁଁ ଯିବି ଯେ ଆଉ ଟିକେ ପିଲାମାନେ ଟିକେ ବଡ଼ ବଡ଼ ହେଇଯାଆନ୍ତୁ, ତାଙ୍କର ଘର ଦ୍ୱାର ଟିକେ ସଂସାର ହେଇଯାଉ, ଆଉ ମୁଁ ନିଶ୍ଚୟ ପଳେଇବି ଆପଣଙ୍କ କତିକି। ତାପରେ କିଛି ଦିନ ଯାଇଛି, କିଛି ଦିନ ପରେ ପୁଣି ଗୁରୁଙ୍କର ମନେ ପଡ଼ିଲା, ଆରେ ସେ ତାକୁ ତ ବହୁତ ପ୍ରତ୍ୟେକ ଶିଷ୍ୟକୁ ଠାକୁର ଭଲ ପାଆନ୍ତି ବା ଗୁରୁ ଭଲ ପାଆନ୍ତି। ତେଣୁ ସେ ଚିନ୍ତା କଲେ କୁଆଡ଼େ ଗଲା ସେ ଶିଷ୍ୟଟା କ'ଣ ହେଲା। ତାପରେ ସେଠୁ ଯେତେବେଳେ ତାଙ୍କ ଘରକୁ ଆସି ପହଞ୍ଚିକି ପଚାରିଛନ୍ତି ଯେ ତମ ବାବା କୁଆଡ଼େ ଗଲେ, ନା ବାବା ଚାଲିଗଲେଣି, ତାଙ୍କ ମୃତ୍ୟୁ ହେଇଗଲାଣି। ତେଣୁ ସେଠି ଧ୍ୟାନସ୍ଥ ହେଇକି ସେ ଚିନ୍ତା କଲେ ଯେ ତାର ଗତିଟା କ'ଣ ହେଇଛି। ଗତି ବାବା ଗୁରୁ ଚିନ୍ତା କରି ଦେଖିଲେ ଯେ ସେ ଇଏ ଭିତରେ କ'ଣ ଯେଉଁ ଘର ଦ୍ୱାରରେ କୁକୁର ହେଇକି ଜଗି ରହିଛି। ତାପରେ ପୁଣି ତାକୁ ସେ ଜାଣିପାରିଲେଣି, ସେ କୁକୁରକୁ ସେଠୁ କହିଲେ ଯେ ତୁ ଇଏ କର ପଳେଇଆ। ନା ଆଜ୍ଞା ଏଇ ଛୁଆ ଗୁଡ଼ାକ ସବୁ ତ ଆଉ ଏତେ ଧନ ସମ୍ପତ୍ତି ଅଛି, ଏମାନେ କିଛି ସଚେତନ ହେଉନାହାନ୍ତି, ତାଙ୍କର ଅୟସ କରୁଛନ୍ତି, ଧନ ଧାନ୍ୟ ପ୍ରତି ଇଏ ନାହିଁ। ମୁଁ ତେଣୁ ଏଠି ଜଗି ରହିଛି, ଆଉ ଟିକେ ବୁଦ୍ଧିଶୁଦ୍ଧି ହେଇଗଲେ ମୁଁ ପୁଣି ଆପଣଙ୍କ କତିକି ପଳେଇବି। ଆଉ ତା ସାଙ୍ଗେ କଥାବାର୍ତ୍ତା ହେଇକି ପୁଣି ଗୁରୁ ଫେରି ଆସିଲେ।
ତାପରେ ଶେଷ ଜନ୍ମରେ ସେଠୁ ତାପରେ ହବ କିଛି ଦିନ ପରେ ଯାଇ ପଚାରିଲେ କ'ଣ ଏଇ ଯେଉଁ ଏମିତି ରଙ୍ଗର କୁକୁରଟା ଥିଲା ସେ କୁଆଡ଼େ ଗଲା ନା ତାର ମୃତ୍ୟୁ ହେଇଗଲାଣି। ପୁଣି ତାର ଗତି ଦେଖିଲେ, ସେ ଗତି ଗଲେ ସେ ଗୋଟେ ବିଷଧର ସାପ ହେଇକିରି ସେ ଯେଉଁ ତା ଅମାର ଭିତରେ ଧନ ସମ୍ପତ୍ତି ଜଗିକି ବସିଛି। ଗୁରୁ ପଚାରିଲେ କିରେ ତୁ ମାନେ ଏତେ ମାନେ 3ଟା ଜନ୍ମ ଚାଲିଗଲା, ତଥାପି ତତେ ମୁଁ ଏତେ ସଚେତନ କଲି, ତଥାପି ତୁ ହେଲୁନୁ, ପରିବର୍ତ୍ତନ ହେଲା। ଏଇ ଯାକେ ଅନୁକୂଳ କୃପା ହେଲା। ଗୁରୁ ଦେଖିଲେ ନାଇଁ, ଇଏ ଆଉ ଅନୁକୂଳ କୃପାରେ ପରିବର୍ତ୍ତନ ହବ ନାହିଁ। ସିଏ ଯେତେବେଳେ ଗୁରୁ ଏ କଥା ତାକୁ କହୁଛନ୍ତି, ସିଏ ତାର ସର୍ପର ଯେଉଁ ଗୁଣ ସେ ଫଁ ଫାଁ କରିକି ଗର୍ଜନ କରିକି ଉଠିଲା। ତେଣୁ ପିଲାମାନେ ଜାଣିନାହାନ୍ତି ଯେ ଘର ଭିତରେ ସର୍ପ ଅଛି ବୋଲି। ତେଣୁ ବାଧ୍ୟ ହେଇକିରି ଗୁରୁ କହିଲେ ଯେ ଆରେ ତମେ ସବୁ ଆରାମରେ ଏଇ ଘରେ ଶୋଉଛ, ଏଇ ଘର ଭିତରେ ଗୋଟେ ନାଗ ସାପକୁ ରଖିକି କେମିତି ଶୋଉଛ? ନା କେଉଁଠି ନାହିଁ, ତମର ସେଇ ଅମାର ଭିତରେ ଅଛି। ପିଲାମାନେ ସେଠୁ ବ୍ୟତିବ୍ୟସ୍ତ ହେଇପଡ଼ିଲେ, ବାଡ଼ି ଫାଡ଼ି ଆଣିକି ତାକୁ ଭଲକି ନିର୍ଧୁମ ପିଟିଲେ। ଆଉ ପିଟିଲା ପରେ ସିଏ ଯେତେ ଅଧା ମରା ହେଇଗଲା, ସେତେବେଳେ ସେ କହିଲେ, ଗୁରୁ କହିଲେ ନାଇଁ ନାଇଁ ତାକୁ ମାରନି, ତାକୁ ଛାଡ଼ିଦିଅ, ମୋତେ ଦିଅ, ମୁଁ ତାକୁ ନେଇଯାଉଛି। ତାପରେ ସେଠୁ ଗୁରୁ ତାକୁ ନେଇକି ଗଲେ ଜଙ୍ଗଲରେ, ତାକୁ ତା ସାଙ୍ଗେ କଥା ହେଲେ। ଦେଖିଲେ, ଦେଖିଲୁ ନା ପ୍ରଭୁ, ମୁଁ କ'ଣ ଜାଣିଥିଲି, ମୁଁ ଏତେ ମୋର ମୋହ ଏତେ ଥିଲା, ମୋ ପିଲାମାନଙ୍କୁ ମୁଁ ଏତେ ଭଲ ପାଉଥିଲି, ସେମାନଙ୍କ ମାନେ ଭଲ ପାଇଁ ମୁଁ ଏସବୁ କାର୍ଯ୍ୟ କରୁଥିଲି, ତାଙ୍କର ଧନ ସମ୍ପତ୍ତି କାଳେ ଚୋର ଲାଗିଯିବ, କିନ୍ତୁ ସେମାନେ ଶେଷରେ ମୋତେ ଏଇଆ କଲେ, ମୋତେ ଏଇଭଳି ଭାବରେ ବାଡ଼େଇଲେ। ତେଣୁ ସେତେବେଳେ ସେଇଟା କ'ଣ ପ୍ରତିକୂଳ କୃପା ଗୁରୁ କରିବାକୁ ବାଧ୍ୟ ହେଲେ। ତାପରେ ସେଠୁ ତାର ମୋହ ଛାଡ଼ିଛି, ସେଇଠି ତାର ସେଇ ଯେଉଁ ସର୍ପ ଶରୀରର ଦେହାନ୍ତ ହେଇଛି, ସେଇଠି ଗୁରୁ ତାକୁ ପୁଣି ଉଦ୍ଧାର କରିକିରି ମୁକ୍ତିଧାମକୁ ନେବା ପାଇଁ ଚେଷ୍ଟା କରିଛନ୍ତି। ତେଣୁ ଏଇଥିରୁ ଏଇ ଶିକ୍ଷାଟା ଆମେ ଭଲ ଭାବରେ ଜାଣିଲେ ଯେ ଆମେ ଯେପରି କର୍ମ କରୁଛେ ସେପରି, ଏଇ ପୂର୍ବବାଣୀରେ ମଧ୍ୟ ସେଇ କଥା କୁହାହେଇଛି ଯେ ଆମେ ଯେମିତି କର୍ମ କରୁଛେ ଆମର ଗତିଟା ସେମିତି ହେଉଛି। ତେଣୁ ଆମେ ଏଇ ସଚେତନାତ୍ମକ ବାଣୀକି ଅନୁଭବ କରିକି, ଠାକୁର ଯେଉଁ କଥା ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି ଯେ ମାନେ ଯେଉଁମାନେ ମୋତେ ଆତ୍ମସମର୍ପଣ କରି ଶରଣ ନେଇଛନ୍ତି, ସବୁ ଭକ୍ତ ନୁହଁ ବା ସବୁ ଭାଇ ସବୁ ମାଆଙ୍କ କଥା କୁହାହେଉନି, ଏଠି ସ୍ତର ଅନୁସାରେ ସମସ୍ତେ ଯିବେ, କିନ୍ତୁ ଏଇ ଜିନିଷଟା ଆସିବା ଦରକାର। ଆତ୍ମସମର୍ପଣଟା ଯେଉଁମାନଙ୍କର ଆସିଗଲାଣି ସେଇମାନଙ୍କ ପାଇଁ ଏ ବାଣୀଟା କୁହାହେଉଛି। ତେଣୁ ତା ସ୍ତରରେ ଯେଉଁମାନେ ସେମାନେ ପୁଣି ସେଇ ଆତ୍ମସମର୍ପଣ ଦିଗକୁ ଆସିବେ, ଆସିଲେ ସେଇ ଗତି ଅନୁଭବ ହେବ। ତେଣୁ ଆମେ ସମସ୍ତେ ସେଇ କାର୍ଯ୍ୟକୁ କରିବା ଉଚିତ ଯେଉଁ କଥା ଗୁରୁ କହିଛନ୍ତି। ତେଣୁ ଠାକୁର ତଥାପି ବି ମାନେ କ୍ଷୁବ୍ଧ ନ ହେଇକି ବି କହୁଛନ୍ତି, ଯଦି ଏ କଥାରେ ତୁମର ବି ବିଶ୍ୱାସ ନାହିଁ, ତେବେ ଯେଉଁମାନଙ୍କର ଧୈର୍ଯ୍ୟ ଧରି ଅପେକ୍ଷା କରିପାରିବ ନାହିଁ, ସେମାନେ ମୋ ଅପେକ୍ଷା ଅଧିକ ଶକ୍ତି ସମ୍ପନ୍ନ ଗୁରୁଙ୍କର ଶରଣାପନ୍ନ ନିଅନ୍ତୁ, ମୁଁ ବିନ୍ଦୁ ମାତ୍ର ବିରକ୍ତି ହେବି ନାହିଁ। ଆଶୀର୍ବାଦ କରୁଛି, ତୁମମାନଙ୍କର ଶୁଭ ବୁଦ୍ଧି ଉଦ୍ବୁଦ୍ଧ ହେଉ, ଅଭିମାନ ଯେପରି ଲକ୍ଷ୍ୟଚ୍ୟୁତ ନ କରେ। ଏଇଟା ଏଇ ଯେଉଁ କଥାଟା ଠାକୁର କହିଛନ୍ତି, ଶେଷ କଥାଟା ଯେଉଁ ଆଶୀର୍ବାଦ କରୁଛନ୍ତି ଠାକୁର, ଆମମାନଙ୍କର ଶୁଭ ବୁଦ୍ଧି ଉଦ୍ବୁଦ୍ଧ ହେଉ। ଆଉ ଆମମାନଙ୍କର ଯେଉଁ ମନ ଭିତରେ ଯେଉଁ ଅଭିମାନ ଅଛି, ଏ ଅଭିମାନଟା ସବୁଠୁ ଆମକୁ ଯେ ସେଥିପାଇଁ କୁହାଯାଇଛି ଅଭିମାନକୁ ସୁରାପାନ। ମଦ୍ୟପ ଯେପରି ଯେମିତି ମଦ ଖାଇଲେ ଯେମିତି ତାର କୌଣସି ହିତାହିତ ଜ୍ଞାନ ନଥାଏ, ଯେଉଁ ଲୋକର ମନ ଭିତରେ ଅଭିମାନ ଥାଏ ଅତ୍ୟଧିକ, ସିଏ ମଧ୍ୟ ସେଇ ସୁରାପାନକାରୀଙ୍କ ସହିତ ସମାନ, ତାର କାର୍ଯ୍ୟକଳାପ ମଧ୍ୟ ସେଇଆ ହୁଏ। ତେଣୁ ଠାକୁର କହୁଛନ୍ତି ଆମେ ଏଇ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବା, ଆମର ଯେମିତି ଅଭିମାନ ଚୂର୍ଣ୍ଣ ହେଉ, ଆମର ଲକ୍ଷ୍ୟପଥରେ ଆମେ ଯେମିତି ଅଗ୍ରସର ହେଉ, ଆମେ ଯେମିତି ଆମର ଲକ୍ଷ୍ୟପଥରୁ ଲକ୍ଷ୍ୟଚ୍ୟୁତ ନ ହେଉ। ସମସ୍ତଙ୍କୁ ଠାକୁରଙ୍କର ଆଶୀର୍ବାଦ କୃପା ଭିକ୍ଷା ବର୍ଷଣ ହେଉ। ଏତିକି କହି ଆଜିର ବାଣୀ ସମାପନ କରୁଛି। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।